ଗୋଟେ କଥା ପଚାରନ୍ତୁ ଯେ ଭାରତର ଲୋକ ୟୁଏସଏ ମାର୍କେଟ ସେୟାର ମାର୍କେଟ ୟୁଏସଏ ମାର୍କେଟ ଉପରେ ତର୍ଜମା ଚାଲିଛି। ମାନେ ଯଦି ଆପଣ ଏକ୍ସପେରିମେଣ୍ଟ କରିବାର ଅଛି ନା ଇଣ୍ଡିଆନ୍ ମାର୍କେଟକୁ ଷ୍ଟ୍ରାଟେଜି ନିଅନ୍ତୁ। ୟୁଏସଏ ମାର୍କେଟକୁ ଷ୍ଟ୍ରାଟେଜି ନେଲେ କ'ଣ ହେବ, କିଛି ପଇସା ଇନକମ୍ ହେବ, ବଟ୍ ଇକୋନୋମିକ୍ସ କେତେବେଳେ କ'ଣ ହେବ କିଏ ବି କହିପାରିବେନି। ତ ୟୁଏସଏ ମାର୍କେଟକୁ ମୋ ହିସାବରେ ନ ଦେଖି ଗ୍ଲୋବାଲ ଇନଭେଷ୍ଟର ମାନେ ଅଛନ୍ତି, ଠିକ୍ ଅଛି, ବଟ୍ ୟୁଏସଏ ମାର୍କେଟକୁ ବେଶୀ ପ୍ରାଧାନ୍ୟ ଦେଇକି ଇଣ୍ଡିଆ ମାର୍କେଟରେ ପ୍ରାଧାନ୍ୟ ଦେବାଟା ଭଲ। ଭଲ ଭଲ ଲିଷ୍ଟେଡ୍ କମ୍ପାନୀ ଅଛନ୍ତି, ତାଙ୍କ ସହିତ ଇନଭେଷ୍ଟମେଣ୍ଟଟା ଇଜ୍ ବେଟର। ୟୁଏସଏ ମାର୍କେଟ ଆଉ ଗ୍ଲୋବାଲ ଟ୍ରେଡ଼ିଂ ବିଷୟରେ ମୋର ଏତେ ଅପଡ଼େଟ୍ ନାହିଁ, ବଟ୍ କିଏ କମେଣ୍ଟସ୍ ଆମ ଲୋକାଲିଟି ଗ୍ଲୋବାଲ ମାର୍କେଟ ଯିଏ କରିଛନ୍ତି, ନଟ୍ ଫର୍ କ୍ରିପ୍ଟୋ ରେଜିଷ୍ଟ୍ରେଡ଼ ଯେଉଁଟା ଆମର ଅଛି ଗ୍ଲୋବାଲ ଟ୍ରେଡ଼ିଂର, କିଏ ଯଦି ଅଛନ୍ତି ଇଜ୍ କମେଣ୍ଟ, ମୁଁ ନିଶ୍ଚିତ ତାଙ୍କ ସହିତ ରେକମେଣ୍ଡେଡ଼ କରିବି, କଥା ହେବି। ଥ୍ୟାଙ୍କ ୟୁ।